ସାଙ୍ଗମାନେ ଗୋଟେ କଥା କହିଲେ, ସମସ୍ତଙ୍କ ଗାଁରେ କିଛି ଲୋକ ଏମିତି ଥାଆନ୍ତି ନା ଯିଏକି ଲୋକଙ୍କ ଖୁସି କେବେ ଦେଖିପାରନ୍ତିନି। ତମେ ଯଦି କିଛି ଗୋଟେ ଗହଣା ପିନ୍ଧିଲ କି ଗୋଟେ ଶାଢ଼ୀ ପିନ୍ଧିଲ, ସିଏ ପୁରା ଜଳି ପୋଡ଼ିକି ଏମିତି ହଉଥିବେ ଯେମିତି ତାଙ୍କ ପଇସା ତମେ ଚୋରି କରିକି ଆଣିକି କରିଛ। ଠିକ୍ କହିଲି ନା? ତ ମୋର ମନେ ପଡ଼ୁଛି ବର୍ଷେ ତଳର ମୁଁ ତ ସବୁବେଳେ ଶାଢ଼ୀ ପିନ୍ଧେ, ଡ୍ରେସ୍ ପିନ୍ଧିବାରେ ବି ଡ୍ରେସ୍ ପିନ୍ଧିବା ଅଛି। ମୁଁ ଶାଢ଼ୀ ପିନ୍ଧେ, ମୁଁ ଡ୍ରେସ୍ କେବେ ବି ପିନ୍ଧିନି। ତ ଆମରି ଘର ପାଖ ଲୋକ ମୋତେ କୁହନ୍ତି, ଯଦି ମୁଁ କେବେ ଛାତ ଉପରୁ ଯାଇଥିବି ଫଟୋ ଅନାଲୋ ଲାଜ ସରମ ଅଛି ନା, ଫଟୋ ଉଠେଇ ସବୁ ମୋବାଇଲରେ ଛାଡ଼ି ଦଉଛନ୍ତି। ଏଗୁଡ଼ା ଲଜ୍ଜା ସରମ ଅଛି ନା, ବାପା ମା ଏଇ ସଂସ୍କାର ଦେଇକି ଶ୍ୱଶୁରକୁ ପଠେଇଛନ୍ତି। ଏଇ କଥା ମୁଁ ବହୁତ ଶୁଣିଛି। କିନ୍ତୁ ଯେବେ ଏବେ ବର୍ଷେ ପରେ ଏବେ ତାଙ୍କ ବୋଉମାନେ ଆସିଛନ୍ତି, ବିଶ୍ୱାସ କର ଏତେ ମିନି ସ୍କର୍ଟ ପିନ୍ଧୁଛନ୍ତି ତମେ ଆଖିର ବି ସେ ଫଟୋକୁ ଦେଖିପାରିବନି। ଇନଷ୍ଟାଗ୍ରାମ ଫେସବୁକର ପୁରା ପୋଷ୍ଟ ହେଉଛି ବଡ଼ ବଡ଼ ପୋଷ୍ଟ। ବାପା ଏଗୁଡ଼ା କାହିଁ ଶାଶୁ ଶ୍ୱଶୁରକୁ ତ ଭାରି ଭଲ ବାସୁଛି। ପର ବୋଉ ଆଡ଼ିକି ଗୋଟେ ଆଙ୍ଗୁଳି ଉଠିବା ପୂର୍ବରୁ ନା ନିଜ ଆଡ଼ିକି 4ଟା ଆଙ୍ଗୁଳି ରହୁଛି ଦେଖିବା ଦରକାର। ଏଇଗୁଡ଼ା ଶାଶୁ ଶ୍ୱଶୁରଙ୍କୁ ପୁରା ମଲ୍ଲି ଫୁଲ ଭଳିଆ ବାସୁଛି। ସେଇ ଶ୍ୱଶୁର ଏବେ କ'ଣ କହୁଛନ୍ତି କୁହନି, ଯୁଗ ବଦଳିଲା, ବୋଉମାନେ ଆମର ମଡର୍ଣ୍ଣ ହେଲେ। ବର୍ଷେ ତଳର ଆଉ ଯୁଗ ବଦଳି ନଥିଲା, ବର୍ଷେ ପରେ ସବୁ ଯୁଗ ବଦଳିଗଲା, ସବୁ ମଡର୍ଣ୍ଣ ହେଇଗଲା। ବର୍ଷେ ତଳର ପର ବୋଉମାନେ ଯାହା କରୁଥିଲେ ସେଗୁଡ଼ା ମଡର୍ଣ୍ଣ ଥିଲାନି। ସେତେବେଳେ ବାପ ମା ପର୍ଯ୍ୟନ୍ତ, ସଂସ୍କାର ପର୍ଯ୍ୟନ୍ତ କଥା ଉଠି ପାରୁଥିଲା। ସେଇଭଳିଆ ଲୋକଙ୍କୁ ନା ଯେତେବେଳେ ମୋ ସାମ୍ନାରେ କହିବେ ନା ଆସିକି, ଦେଖନ୍ତେ ମୁଁ କ'ଣ କୁହନ୍ତି। ଏଇଗୁଡ଼ା ତାଙ୍କର ସଂସ୍କାର, ଏଇଗୁଡ଼ା ତାଙ୍କର ମାନେ କ'ଣ କୁହନି ପରିଚୟ। ଏଇ ସବୁ ଭଲ ଲାଗୁଛି। ନିଜ ବୋଉ କରିଛି ନା, ସେଟା ଦୁନିଆ ଆଗର ଜିତ୍।